ବର୍ଷାଙ୍କ ସହିତ ମିଶି ଏବେ ପ୍ରଚାର ପଡ଼ିଆକୁ ଓହ୍ଲେଇଲେ ଓଡ଼ିଆ ଅଭିନେତା ବାବୁସାନ୍। ତାହେଲେ ନବୀନ ପଟ୍ଟନାୟକଙ୍କ ପାଇଁ ବର୍ଷାଙ୍କ ସହିତ ମିଶି ଏବେ ପ୍ରଚାର କରୁଥିବାର ନଜର ଆସିଛନ୍ତି ବାବୁସାନ୍ ମହାନ୍ତି। ତାହେଲେ ଗତ ଥରକ ବାବୁସାନ୍ ବୈଜୟନ୍ତ ପଣ୍ଡାଙ୍କ ପାଇଁ ବିଜେପି ଦଳ ତରଫରୁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ତାହେଲେ ରାଜନୀତି ପଡ଼ିଆରେ ପ୍ରଚାର କରିବା ପାଇଁ ଷ୍ଟାର କ୍ୟାମ୍ପେନର ଭାବେ ବାବୁସାନ୍ ମହାନ୍ତି ଏ ବର୍ଷ ବିଜେଡି ଦଳ ତରଫରୁ ବର୍ଷାଙ୍କ ପାଇଁ ପ୍ରଚାର କରୁଥିବାର ନଜର ଆସିଛି। ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦୀର୍ଘ ଦିନ ପରେ ଏବେ ରାଜନୀତିରେ ପାଦ ଦେଇଛନ୍ତି। ଆପଣମାନେ ଜାଣିଥିବେ ବର୍ଷା ନିଜର ଗ୍ରୁପ ସମ୍ମାନିତା ମାଧ୍ୟମରେ ବହୁତ ସାରା ଗରିବ ଲୋକମାନଙ୍କୁ ସାହାଯ୍ୟ କରିଥାନ୍ତି। ଆଉ ଏବେ ବର୍ଷା ପ୍ରିୟଦର୍ଶିନୀ इलेक्शन रे छिड़ा होइछंती। बीजेडी दल तरफरू टिकेट पाई एबे इलेक्शन रे लड़िया पाई जाउछंती वर्षा प्रियदर्शिनी। तो आपण माने जानिथिबे गत दिन मानकर अनुभव को ठारू वर्षांकर डिवोर्स हो जाइछि। आ डिवोर्स हला परे अनुभव महांती बीजेडी दल छाड़ी बीजेपी दल रे शामिल होइछंती। तो एहारी मध्यरे वर्षा अनुभव को मध्यरे गोटे जोरदार लड़ाई देखा मिली। अनुभव महांती बीजेपी दल तरफरू लड़ुला बेले वर्षा प्रियदर्शिनी बीजेडी दल तरफरू लड़ुंट। आ वर्षा को साथ दौरान हॉलीवुड इंडस्ट्री बहुत सारा अभिनेता और अभिनेत्री माने। तो फ्रेंड्स ए वर्ष इलेक्शन में आपण मैंने क्या सपोर्ट कर वर्षा को ना अनुभव को?